ଏବେ ଆଉ କେବେ ବି ଭାରତ ଫେରିବେନି ବିରାଟ କୋହଲି। ବର୍ତ୍ତମାନ ଅକ୍ରମଙ୍କ ମନ୍ତବ୍ୟକୁ ନେଇ ବଢିଲା ଚିନ୍ତା। ବିରାଟ କୋହଲି କାହିଁକି ଭାରତ ଛାଡି ଚାଲିଗଲେ? ବିରାଟ ବର୍ତ୍ତମାନ ଆଉ ଭାରତକୁ ଫେରିବେ ନାହିଁ କି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, ଏପରି କିଛି ଜିନିଷ ସାମ୍ନାକୁ ଆସିଛି ଯାହା ଏହାର ସଂକେତ ଦେଉଛି। ଆମେ ସମସ୍ତେ ଜାଣୁ ଯେ କି ବିରାଟ କୋହଲି ଲଣ୍ଡନକୁ ତାଙ୍କର ଘର ସିଫ୍ଟ କରିଛନ୍ତି। ସେଥିପାଇଁ ପ୍ରାୟତଃ ପ୍ରତ୍ୟେକ ସିରିଜ ପରେ ବିରାଟ ଦିଲ୍ଲୀ ନୁହେଁ ବରଂ ଲଣ୍ଡନ ଯାତ୍ରା କରନ୍ତି। ତତପକ୍ଷେ ଗତ 1.5 ବର୍ଷ ହେବ ସମାନ ଚିତ୍ର ଦେଖିବା ପାଇଁ ମିଳୁଛି। ତେବେ ଭାରତ ସହିତ ବିରାଟଙ୍କ ସଂଯୋଗ ବର୍ତ୍ତମାନ କ୍ରିକେଟ ମଧ୍ୟରେ ସୀମିତ କି? ଏବଂ ଯଦି ହଁ, ଏହା ପଛରେ କାରଣ କ'ଣ? ଏବେ ପର୍ଥରେ ବିରାଟ କୋହଲିଙ୍କୁ ଭେଟିବା ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ୍ ଆକ୍ରମ ଏକ ବିବୃତ୍ତି ଦେଇଛନ୍ତି। ସାକ୍ଷାତ ସମୟରେ ଆକ୍ରମ ବିରାଟ କୋହଲି ଏବଂ ତାଙ୍କ ପରିବାର ବିଷୟରେ ଜାଣିଥିଲେ। ତେବେ ବିରାଟ ବର୍ତ୍ତମାନ ଲଣ୍ଡନରେ କାହିଁକି ରହୁଛନ୍ତି ବୋଲି ଆକ୍ରମ କହିଛନ୍ତି। ୱାସିମ୍ ଆକ୍ରମଙ୍କ ଅନୁଯାୟୀ ବିରାଟ କୋହଲି ତାଙ୍କୁ କହିଥିଲେ ଯେ କି ଲଣ୍ଡନରେ ତାଙ୍କର ସାଧାରଣ ଜୀବନଯାପନ ଏବଂ ରାସ୍ତାରେ ବୁଲିବାର ସ୍ୱାଧୀନତା ଅଛି। ତେବେ ବିରାଟ ବର୍ତ୍ତମାନ ଭାରତକୁ ଫେରିବେ ନାହିଁ କି? ତେବେ ଆକ୍ରମ କହିଛନ୍ତି ଯେ କି ବିରାଟ କୋହଲି ଭାରତର ଜଣେ ବଡ଼ ଷ୍ଟାର। ତେବେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ତେବେ ଯେଉଁମାନେ ଦିନରାତି ତାଙ୍କୁ କ୍ରମାଗତ ଭାବେ ଅନୁସରଣ କରନ୍ତି। ତେବେ ବିରାଟ ଭାରତର ଯେଉଁଠିକୁ ବି ଯାଆନ୍ତି ପ୍ରଶଂସକମାନେ ତାଙ୍କୁ ଘେରି କରି ରହନ୍ତି। ତେବେ ଯେତେବେଳେ କି ସେ ଗୋପନୀୟତାରେ ରହିବାକୁ ପସନ୍ଦ କରନ୍ତି, ତେବେ ଗୋପନୀୟତା ପାଇଁ ତାଙ୍କୁ ଭାରତ ଛାଡ଼ିବା ପାଇଁ ମଧ୍ୟ ବାଧ୍ୟ କଲା। ଆପଣମାନଙ୍କର ଏଥିରେ କ'ଣ ମତ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବେ ଜଣାଇ ଦିଅନ୍ତୁ।